ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ଆଉ ଖ୍ରୀଷ୍ଟୀୟ ଭାଇ ଓ ଭଉଣୀମାନଙ୍କୁ ପ୍ରିୟର ବିଲିଭର ମାନଙ୍କୁ ଆମେ ସେପ୍ଟେମ୍ବର 2ରେ ଆସି ପହଞ୍ଚିଗଲେ ଆଉ 2024 ସେପ୍ଟେମ୍ବର 2ରେ ପହଞ୍ଚିଲେ ଆଉ 1ର ଆମେ ଲର୍ଡ ସୁପର ନେଲେ ପରମେଶ୍ୱର ଆପଣମାନଙ୍କ ବାକ୍ୟ ଦ୍ୱାରା ଜଣେଇଲେ କି ମୋ ପାଦ ଚିହ୍ନ ଯେଉଁଠି ଯେଉଁଠି ପଡ଼ୁଛି ମୁଁ ଯେଉଁ ରାସ୍ତାରେ ଯାଉଛି ତୁମେ ସେଇ ରାସ୍ତାରେ ଆଉ ଆପଣ ପାଦ ପକେଇ ପକେଇ ଆସ ବୋଲି। କିନ୍ତୁ ଏବେ ମୋ ପ୍ରିୟମାନେ ମୁଁ ତୁମମାନଙ୍କୁ କହିବାକୁ ଚାହୁଁଛି ପ୍ରେମରେ ଆମେ ଆଚରଣ କରିବା ଏଇଟା ଆମମାନଙ୍କ ପାଇଁ ଆଶୀର୍ବାଦର ମାସ ହଉ ବୋଲି ମୁଁ ବିଶ୍ୱାସ କରି ପ୍ରାର୍ଥନା କରୁଛି ପରମେଶ୍ୱର ପାଖରେ। ପରମେଶ୍ୱର କ୍ରୋଧକାରୀ ଈଶ୍ୱର, ସେ କହନ୍ତି ମୁଁ କ୍ରୋଧ କଲେ ମୁଁ ସହିବିନି କାହା କଥା, ବିନାଶ କରିଦେବି। ଆଉ ଏ ସମୟମାନଙ୍କରେ ଆମେ ଯଦି ଫେରିବା ପରମେଶ୍ୱର ପାଖରେ ତାଙ୍କର କ୍ରୋଧ ନିବୃତ୍ତ ହେବ। ଯେବେ ଆମେ ଯେତେ ପ୍ରାର୍ଥନା କରିବା, ମୁଁ କହୁଥିଲି ଯେଉଁ ପ୍ରଭୁ କହୁଥିଲେ ଆମେ ଦଣ୍ଡ ଆଜ୍ଞା ଦେବା ଆରମ୍ଭ କରିବା, ମୋରି ଘରୁ ଆରମ୍ଭ ହେଇଛି ସେଇଟା ମୁଁ ଚାହୁଁନି ଆଉ କାହା ଘର ହଉ ବୋଲି। ଆଉ ଗୋଟେ ବାକ୍ୟ ମୁଁ ବସିଛି ପ୍ରାର୍ଥନାରେ, ମୁଁ ଶୋଇନାହିଁ, ଆଉ ସେ ବାକ୍ୟଟାକୁ ମୁଁ କହିବି ଆପଣଙ୍କ ପାଖରେ। ସେ ବାକ୍ୟକୁ ଶୁଣନ୍ତୁ ଟିକେ। ଗୀତ ସଂହିତା 101:5 ଲେଖା ହେଇଛି, ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ ମୁଁ ତାହାକୁ ବିନାଶ କରିବି, ଯାହାର ଅହଙ୍କାର ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ ମୁଁ ତାକୁ ସହିବି ନାହିଁ। ହଠାତ୍ କାହିଁକି ଇଚ୍ଛା ହେଲା ଏ ମେସେଜଟା ସମସ୍ତ ପାଖରେ ପହଞ୍ଚିବା ନିମନ୍ତେ। ଯେଉଁ ଜଣ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ପ୍ରତିବାସୀ ମିନ୍ସ ନିଜ ସମ୍ପର୍କୀୟ ଲୋକ, ପଡ଼ୋଶୀ ଲୋକ ସମସ୍ତଙ୍କୁ ବୁଝାଏ। ଆଉ କାହାର ବି ଅପବାଦ ଆମେ କରିବାନି, କାହାକୁ ଅପମାନ କରିବାନି, କାହାକୁ ଆମେ ଅପମାନିତ କିଛି ବି କୌଣସି ପ୍ରକାର ଏମିତି ଠେସ୍ ଦେଲା ଭଳିଆ କିଛି କଥା କହିବାନି। ବେଟର ହେବ ଆମକୁ ଯଦି ଭଲ ନ ଲାଗୁଛି ଆମେ ସେ ଲୋକଠାରୁ ପୃଥକ ହେଇକି ରହିବା, ତା ସାଙ୍ଗରେ କଥା ନେବା, କିନ୍ତୁ ଅପମାନ କରିବାନି କାହାର। ଆମେମାନେ ବେଳେବେଳେ କ୍ରୋଧରେ ଆସିକି ସେ ବିଷୟ କରୁଛେ, କିନ୍ତୁ ବାକ୍ୟ ଏଠି ଏଇଆ କହୁଛି, ଯଦି ତୁମେ ପ୍ରତିବାସୀର ଅପବାଦ କରେ, ଯେଉଁ ମଣିଷ ପ୍ରତିବାସୀର ଅପବାଦ କରେ ମୁଁ ତାକୁ ବିନାଶ କରିବି, ମାନେ ଶେଷ କରିଦେବି, ମାରିଦେବି। ଆଉ ଯାହାଙ୍କର ଅହଙ୍କାର ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ ମୁଁ ତାକୁ ସହିବି ନାହିଁ। ମୁଁ ସହିବିନି ତାକୁ। ଯିଏ ଗର୍ବ କରିବ, ଯିଏ ଅହଙ୍କାର କରିବ, ଯିଏ ମାନେ ନିଜକୁ ନିଜ ବେଶୀ ବଡ଼ ଦେଖି ହେବ, ତୁଚ୍ଛ ନ କରିବ, ଆପଣଙ୍କୁ ତୁଚ୍ଛ କର। ବାକି ଏହା ଲେଖାଯାଏ ଯିଏ ନତ କରିବ ତାକୁ ଆମେ ଉନ୍ନତ କରିବା, ଯିଏ ଉନ୍ନତି ଦେଖିବା ଆମେ ତାକୁ ନତ କରିଦେବା। ପ୍ରିୟମାନେ, ଏ ମେସେଜଟା ସମସ୍ତଙ୍କ ହୃଦୟସ୍ପର୍ଶୀ ହେଉ ଆଉ କିଛି ଶିକ୍ଷା ପାଆନ୍ତୁ। ଆଉ ପରମେଶ୍ୱର ଆପଣମାନଙ୍କୁ ସୁନ୍ଦର ରାସ୍ତାରେ ନିଅନ୍ତୁ, ତାଙ୍କର ପାଦ ଚିହ୍ନ ଚିହ୍ନରେ ଚାଲ। ଯେଉଁ ଅଭିଶାପ ଆସିଛି, ଯେଉଁ ବିଷୟ ଆସିଛି, ପରମେଶ୍ୱର କ୍ରୋଧ ଆସିଛି, ସେଥିରୁ ଆମେ ନିବୃତ୍ତ ହେଇ ପରମେଶ୍ୱରଙ୍କର ସେବା କାର୍ଯ୍ୟ କରି ଆଉ ପରମେଶ୍ୱରଙ୍କର ଆମେ ଯେହେତୁ ମନୋନୀତ ଲୋକମାନେ ଆଗମନକୁ ଅପେକ୍ଷା କରି ସମସ୍ତ ଉତ୍ତମ କର୍ମ କରି ଆଉ ଆମେ ଯେଉଁ ଆମର ଜୀବନ ପୁସ୍ତକ ଯେଉଁ ନାଁ ଲେଖା ହେଇଛି ତାହା ଯେମିତି କଟା ନ ଯିବ, ତା ବାବଦ ମଧ୍ୟ ଆହୁରି ମୋତେ ବାକ୍ୟ ପରମେଶ୍ୱର ଦେଇଛନ୍ତି, ସେଇଟା ମଧ୍ୟ ମୁଁ ଆହୁରି କନଫର୍ମ କରିଦେବି ବାସ୍ତବରେ ସତରେ ଆଉ ନା କଟା ଯାଏ କି ନାହିଁ। କିଛି ଲୋକମାନଙ୍କର ମାଇଣ୍ଡରେ ଲାଗିଥିବ ଇଏ କହିଦେଉଛି ଏମିତି ଜୀବନର ନାଁ କାଟିଦେବେ ପରମେଶ୍ୱର, ଆମେ ଖ୍ରୀଷ୍ଟିଆନିଟିରେ ଆସିଲୁ, ଆମେ ପ୍ରଭୁ ରହିଲୁ, ଆମେ ଭଲ ରହୁଛୁ, ଆମ ନାଁ ତ କଟିବ ନାହିଁ। କିନ୍ତୁ ସେମିତି କିଛି ନୁହେଁ ଆଜ୍ଞା। ମୁଁ ବହୁତ ବଢ଼ିଆ ବାକ୍ୟ ଆଜି ଆହୁରି ପାଇଛି, ପରମେଶ୍ୱର ଜଣେଇଛନ୍ତି ବାସ୍ତବରେ ନାଁ କଟା ଯାଇପାରେ। ତ ସମସ୍ତଙ୍କୁ ରିକ୍ୱେଷ୍ଟ, ମନ ପରିବର୍ତ୍ତନ କରନ୍ତୁ, ପ୍ରଭୁ ପାଖରେ ଲାଗି ରୁହନ୍ତୁ। ଗଡ୍ ବ୍ଲେସ୍ ୟୁ ଅଲ୍।